ପୋଟଳ ଭଜା ଆଉ ପୋଟଳ ତରକାରୀ ତ ଆପଣ ବହୁତ ଥର ଖାଇଥିବେ, କିନ୍ତୁ କେବେ କ'ଣ ପୋଟଳ ଡଙ୍କ ଆଉ ପତ୍ରର ତରକାରୀ ବନେଇ ଖାଇଛନ୍ତି କି? ତ ଚାଲନ୍ତୁ ଆଜି ବନେଇବା। ସେଥିପାଇଁ ପ୍ରଥମେ ପୋଟଳ ଡଙ୍କ ଆଉ ପତ୍ରକୁ ଛୋଟ ଛୋଟ କରିକି କାଟିକି ରଖିଦେବା। ଏଥିରେ ଆପଣ ସବୁ ପ୍ରକାର ପରିବା ଆଡ଼୍ କରିପାରିବେ, କିନ୍ତୁ ମୁଖ୍ୟ ପରିବା ହେଉଛି ଆଳୁ ଆଉ ବାଇଗଣ। ଏହା ଛଡ଼ା କଦଳୀ, ପୋଟଳ, ଛୁଇଁ, ସାରୁ ଏସବୁକୁ ମଧ୍ୟ ଆପଣ ଆଡ଼୍ କରିପାରିବେ। କଡ଼େଇରେ ପ୍ରଥମେ କିଛି ତେଲ ଗରମ କରି ପଞ୍ଚଫୁଟଣ, ଜିରା ଆଉ ଶୁଖିଲା ଲଙ୍କା ୟାକୁ ଦେଇକି ପରିବାକୁ ଦେଇକି ଭଲ ଭାବେ ଆମେ ଜାରି ନେବା। ଯେ ପର୍ଯ୍ୟନ୍ତ ପରିବା ଗୁଡ଼ିକ ଜାରି ହେଉଛି ତା ଭିତରେ ଆମେ ଯେଉଁ ପୋଟଳ ଡଙ୍କ ଆଉ ପତ୍ରକୁ କାଟିକି ରଖିଥିବା ତାର ପେଷ୍ଟ ଗୋଟେ ବନେଇଦେବା। ଯାହା ଖଦଡ଼ା ଅଂଶ ଥିବ ତାକୁ ଚୋପୁଡ଼ିକି ବାହାର କରିନେବା। ଆମକୁ ଖାଲି ଏହାର ପାଣି ଦରକାର। ଆପଣମାନେ ଚାହିଁଲେ ଡାଇରେକ୍ଟ ଡଙ୍କ ଆଉ ପତ୍ରକୁ ଆଡ଼୍ କରିକି ମଧ୍ୟ ତରକାରୀଟି ବନେଇ ପାରିବେ, କିନ୍ତୁ ଯଦି ଏଇଭଳି ଭାବେ ତାର ପାଣି ପ୍ରସ୍ତୁତ କରିକି ଆପଣ ଦେଉଛନ୍ତି ତାହେଲେ ତରକାରୀଟି ଆପଣଙ୍କର ଆହୁରି ବହୁତ ଟେଷ୍ଟି ଲାଗିବ। ଏଭଳି ଭାବେ ପତ୍ର ଆଉ ଡଙ୍କକୁ ବାଟିକି କିଛି ପାଣି ଦେଇକି ତାକୁ ଚୋପୁଡ଼ିକି ସେଥିରୁ ପାଣି ବାହାର କରିକି ରଖିନେବେ ସାଇଡ଼୍ରେ। ତା ଭିତରେ ବାଟଣ ମଧ୍ୟ ପ୍ରସ୍ତୁତ କରିନେବେ। ବାଟଣ ପାଇଁ ରସୁଣ, ସୋରିଷ, ଜିରା ଆଉ ଶୁଖିଲା ଲଙ୍କା ନେବେ। ତାକୁ ଭଲ ଭାବେ ବାଟିକି ବାଟଣଟିଏ ପ୍ରସ୍ତୁତ କରିନେବେ। ପରିବା ଗୁଡ଼ିକ ଭଲ ଭାବେ ଜାରି ହୋଇଗଲା ପରେ ପ୍ରସ୍ତୁତ କରିଥିବା ବାଟଣକୁ ପ୍ରଥମେ ଦେଇଦେବେ। 2 ମିନିଟ୍ ପର୍ଯ୍ୟନ୍ତ ଭଲ ଭାବେ କଷି ନେବେ। ଯେହେତୁ ସୋରିଷ ବାଟଣ ବେଶୀ ସମୟ ବିଲକୁଲ ବି କଷିବେନି, ମାତ୍ର 2 ମିନିଟ୍ ପରେ ଆପଣ ଏଥିରେ ବାଟିକି ରଖିଥିବା ପାଣିକୁ ଦେଇଦେବେ। ପୋଟଳ ଡଙ୍କ ଆଉ ପତ୍ରର ପାଣିକୁ ଦେଇଦେବେ। ଆଉ ସ୍ୱାଦ ଅନୁସାରେ ଲୁଣ, ହଳଦୀ ଏଥିରେ ପକାଇଦେବେ। ଯେତିକି ଆପଣ ଗ୍ରେଭି ରଖିବା ପାଇଁ ଚାହୁଁଛନ୍ତି ସେହି ହିସାବରେ ଏକ୍ସଟ୍ରା ପାଣି ଏଥିରେ ଆଡ଼୍ କରିନେବେ ଆଉ ଘୋଡ଼େଇ କରିକି ସିଝିବା ପାଇଁ ଛାଡ଼ିଦେବେ। ପରିବା ଗୁଡ଼ିକ ମାତ୍ର 5ରୁ 10 ମିନିଟ୍ ଭିତରେ ଭଲ ଭାବେ ସିଝିଯିବ। ପରିବା ଗୁଡ଼ିକ ସିଝିଗଲା ପରେ ଆପଣଙ୍କର ପ୍ରସ୍ତୁତ ହେଇଯିବ ପୋଟଳ ଡଙ୍କ ଆଉ ପତ୍ରର ତରକାରୀ। ଯେଉଁମାନେ ପିତା ଖାଇବା ପାଇଁ ପସନ୍ଦ କରନ୍ତି ସେମାନଙ୍କ ପାଇଁ ଏହି ତରକାରୀଟି ବେଷ୍ଟ ରହିବ। ଆପଣ ଯଦି ଏଇଭଳି ଭାବେ ତାର ପାଣି ପ୍ରସ୍ତୁତ କରିକି ତରକାରୀଟି ପ୍ରସ୍ତୁତ କରୁଛନ୍ତି ତାହେଲେ ତରକାରୀଟି ଆପଣଙ୍କୁ କମ୍ ପିତା ଲାଗିବ ଆଉ ବହୁତ ଅଧିକ ଟେଷ୍ଟି ମଧ୍ୟ ଲାଗିବ। ଏଥିରେ ଆପଣ କିଛି ଧନିଆ ପତ୍ର ଶେଷରେ ପକାଇଦେବେ। ବାସ୍ ଆପଣଙ୍କ ତରକାରୀ ପୁରା ରେଡ଼ି। ଆକୁ ଆପଣ ଭାତ କିମ୍ବା ରୁଟି ସହିତ ଖାଇପାରିବେ। ତେଣୁ ନିଶ୍ଚୟ ଗୋଟେ ଥର ଟ୍ରାଏ କରନ୍ତୁ, ଦେଖିବେ ବହୁତ ଅଧିକ ଟେଷ୍ଟି ଲାଗିବ। ଆମର ଆଜି ଏହି ପୋଟଳ ଡଙ୍କର ତରକାରୀ ସହିତ ଭାତ, ଡାଲି, ବଢ଼ି ଚୁରା, ତା ସହିତ ଅରୁଆ ଭାତରୁ ପ୍ରସ୍ତୁତ ବଢ଼ି ହେଇଥିଲା। ଆଉ ଯେଉଁ ଲେମ୍ବୁ ଥାଏ, କମଳା ଲେମ୍ବୁ, କଞ୍ଚା ଲେମ୍ବୁ ଯେଉଁ ଦଳିକି ଖାଆନ୍ତି ସେଇ ଲେମ୍ବୁ ଥିଲା, ତାକୁ ଆମେ ପୁରା ବଢ଼ିଆ ସେ ଚକଡ଼ିକି ଖାଇଥିଲୁ। ଆଉ ଏହି ତରକାରୀଟି ଟିକେ ପିତା ଲାଗିଲେ ମଧ୍ୟ ବହୁତ ଟେଷ୍ଟି ଲାଗୁଥିଲା।